ସାଇକ୍ଲୋନ୍ର ପବନ ବର୍ଷା ଦେଖିକି ଆମ ଭାଇ ଭଉଣୀଙ୍କର ନିଦ ଯେମିତି ଉଡ଼ିଯାଇ ଆମେ ରାତି 2ଟା 2:30 ପର୍ଯ୍ୟନ୍ତ ବସିକି ପବନ ଆଉ ବର୍ଷା ଦେଖୁଥାଉ। ମୋ ଭାଇକୁ ଅଚାନକ ଭୋକ ଲାଗିଲା ଆଉ କହିଲା, ଦିଦି ମୋତେ ଭାରି ଭୋକ, ଟିକେ ମ୍ୟାଗି ବନେଇଦେଲୁ। ମୁଁ କହିଲି, ଆରେ ମ୍ୟାଗି ତ ତୁ ନିଜେ ବି ବନେଇ ପାରିବୁ, ତୁ ଯା, ମୁଁ ଏଇଠି ବସିଛି। ସେଠୁ କହିଲା, ହଉ ଥାଉ, କିଏ ମୋର ଏତେ ବନେଇବ ଯେ, ମୁଁ ରାତିରେ ଯେଉଁ 2ଟା ରୁଟି ବଳିଥିଲା ପାଣି ଲଗେଇକି ଖାଇଦେଉଛି। ସେଠୁ ଟିକେ ଖରାପ ଲାଗିଲା। ମୁଁ କହିଲି, ହଉ ଠିକ୍ ଅଛି, ତୁ ବସ, ମୁଁ ବନେଇ ଦେଉଛି। ଆଉ ମୁଁ ବି କିଚେନ୍ରେ ଯାଇକି ଭାବିଲି ରୁଟି ସହିତ କ'ଣ ଦେବି ତାକୁ। ଏବେ ତ କିଛି ତରକାରୀ ବି ନାହିଁ, ରାତିରେ ତ ଆମେ ସବୁ ଖାଇସାରିଛୁ, କ'ଣ ଦେବି ଏଇଆ ଭାବିକି ଫ୍ରିଜ୍ ଖୋଲିଦେଲା ବେଳକୁ ଆଖି ଆଗରେ ଥିଲା ଆଳୁ ସିଝାଟେ। ତ ଆଳୁ ସିଝା ଦେଖିକି ମୁଁ କ'ଣ ବନେଇଲି, ଚାଲନ୍ତୁ ଆପଣମାନଙ୍କ ସହିତ ବି ସେୟାର କରିଦେଉଛି। ରୁଟି ଗୋଟେ ଦେଲି, ତା ଉପରେ ଆଳୁ ସିଝାରେ ଲୁଣ, ଟିକେ ଜିରା ପାଉଡ଼ର ଆଉ ଟିକେ ସୋରିଷ ତେଲ ଦେଇ ଯେମିତି ଦେଖିଲେ ସେମିତି ଲଗେଇଦେଲି। ତା ଉପରେ ଅଣ୍ଡା ଟିକେ ଢାଳିଦେଲି, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ ଆଉ ଟିକେ ଲୁଣ, ଯେମିତି ଦେଖୁଛନ୍ତି ସେମିତି ବନେଇ ନେଲି। ଭାଇକୁ ତ ବହୁତ ପସନ୍ଦ ଆସିଲା। ଆପଣମାନେ ବି ନିଶ୍ଚିତ ବନେଇ ଖାଆନ୍ତୁ ଆଉ କମେଣ୍ଟରେ ଲେଖି ଜଣାନ୍ତୁ। ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲିବେନି।